ଗର୍ଜିଲା ଓଡ଼ିଶା ମାତୃଶକ୍ତି ମିଶନ 12 ଦଫା ଦାବି ନିମନ୍ତେ ଧର୍ମଘଟ ଡାକରା। ସୁଭଦ୍ରା ଟଙ୍କା ଫେରାଇ ନିଅ, ବଦଳରେ କାମ ଦିଅ। ହ୍ୟାଲୋ ଭିଉଅର୍ସ, ନମସ୍କାର। ମୁଁ କୈଳାସ ସ୍ୱାଗତ କରୁଛି PK7894 ୟୁଟ୍ୟୁବ୍ ଚ୍ୟାନେଲ। ପ୍ରଥମ ଥର ପାଇଁ ଆମ ଚ୍ୟାନେଲକୁ ଭିଜିଟ୍ କରିଛନ୍ତି, ଲାଇକ୍ ସେୟାର ସବସ୍କ୍ରାଇବ୍ କରିବେ, ପାଖରେ ଥିବା ବେଲ୍ ଆଇକନ୍ ଦେବେ, ଅଲ୍ ନୋଟିଫିକେସନ୍ ଅନ୍ କରିବେ, ଯାହାଫଳରେ ନୂଆ ନୂଆ ଭିଡ଼ିଓ ପାଇପାରିବେ। ରାଉରକେଲା 50,000 କହିଥିଲେ, ହେଲେ ଦେଇଛି ମାତ୍ର 10,000 ଟଙ୍କା। ଆମର ଦରକାର ନାହିଁ ମାସକୁ 800 ଟଙ୍କା। ଫେରାଇ ନିଅ ସୁଭଦ୍ରା ଟଙ୍କା, ତା ବଦଳରେ ଆମକୁ ନିଯୁକ୍ତି ଦିଅ। ଏଭଳି କହି ଗର୍ଜି ଉଠିଛନ୍ତି ଓଡ଼ିଶା ମାତୃଶକ୍ତି ମିଶନର ମହିଳା ସଦସ୍ୟ। 12 ଦଫା ଦାବି ନେଇ ରାଉରକେଲା ମହାନଗର ନିଗମ କାର୍ଯ୍ୟାଳୟ ସମ୍ମୁଖରେ ଆନ୍ଦୋଳନ କରିବା ବିକ୍ଷୋଭ କରିଛନ୍ତି। ଏଥିରେ ମିଶନର ଶତାଧିକ ମହିଳା ସାମିଲ ହୋଇଥିଲେ। ପରେ ଏକ ଦାବିପତ୍ର ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ାଙ୍କ ଉଦ୍ଦେଶ୍ୟରେ RMC କମିଶନର ଆଶୁତୋଷ କୁଲକର୍ଣ୍ଣୀଙ୍କ ଜରିଆରେ ପ୍ରଦାନ କରିଥିଲେ। ଦାବିପତ୍ର ମୁତାବକ ପ୍ରତ୍ୟେକ ମହିଳାଙ୍କୁ ଅନ୍ୟାନ୍ୟ ମାସକୁ 12,000 ଟଙ୍କାର କାର୍ଯ୍ୟ ବ୍ୟବସ୍ଥା, ନିଗମ ଅନ୍ତର୍ଗତ ସମସ୍ତ ସରକାରୀ କାର୍ଯ୍ୟାଳୟ ଚତୁର୍ଥ ଶ୍ରେଣୀ କର୍ମଚାରୀ ଭାବେ ନିୟୋଜିତ ସମସ୍ତ ପାର୍କ ରକ୍ଷଣାବେକ୍ଷଣ କରିବାକୁ ସ୍ୱୀକୃତି ପ୍ରଦାନ, ସୁନ୍ଦରଗଡ଼ ଜିଲ୍ଲାର ଖଣିଜ ପ୍ରତିଷ୍ଠାନର CSR ଫଣ୍ଡକୁ ଉପଯୋଗ କରି ମହିଳାଙ୍କ ପାଇଁ ସ୍ୱତନ୍ତ୍ର ସୁବିଧା ସୁଯୋଗ ପ୍ରଦାନ, ତାଲିମ ଅନୁଷ୍ଠାନ ପ୍ରତିଷ୍ଠା କରାଯାଇ ମହିଳାଙ୍କୁ ତାଲିମ ପ୍ରଦାନ, ପାଚେରୀ ରଙ୍ଗ ତଥା ପ୍ରଦୂଷଣ ପରିଚାଳନା ପାଇଁ ପଦକ୍ଷେପ ନେବାକୁ ଦାବି କରାଯାଇଥିଲା। ସେହିପରି ଜୀବିକା ମିଶନ ଯୋଜନାକୁ ସୁଚାରୁ ରୂପେ କାର୍ଯ୍ୟକାରୀ କରିବା, ବିଭିନ୍ନ ମାର୍କେଟର ଖାଲି ପଡ଼ିଥିବା ଦୋକାନ ଗୃହକୁ ମହିଳାଙ୍କୁ ଅଗ୍ରାଧିକାର ଭିତ୍ତିରେ ପ୍ରଦାନ କରିବା, ବେଦବ୍ୟାସରୁ ବ୍ରାହ୍ମଣୀ ବ୍ରିଜ ଯାଏଁ ନଦୀର ଉପକଣ୍ଠ ସଫେଇ ପରିଚାଳନା ଦାୟିତ୍ୱ ପ୍ରଦାନ, ସମନ୍ୱିତ ଶିଶୁ ବିକାଶ ଯୋଜନା ମାଧ୍ୟମରେ ନିୟୋଜିତ PDS ଚାଉଳ ବଣ୍ଟନ କାର୍ଯ୍ୟ ମହିଳାଙ୍କୁ ଦିଆଯାଉ ବୋଲି ଦାବିପତ୍ର ଉଲ୍ଲେଖ ରହିଛି। ଏହି ଅବସରରେ ରାଜ୍ୟ ସଭାପତି ବୀଣାପାଣି ରାଉତ, ରାଜ୍ୟ ସମ୍ପାଦିକା ପୁଷ୍ପଲତା ମଲ୍ଲିକ, ଜ୍ୟୋତ୍ସ୍ନାକାନ୍ତି ସୁନା, ସରସ୍ୱତୀ ଦେବୀ, ପ୍ରଭାସିନୀ ଷେଠୀ, ଜିଲ୍ଲା ସଭାପତି କୁମୁଦିନୀ ମେହର ଓ ଶକ୍ତିପ୍ରଦ ଜେନା ସମେତ ଅନ୍ୟାନ୍ୟ ଉପସ୍ଥିତ ଥିଲେ। ଆଶା କରି ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବେ, ବେଲ୍ ଆଇକନ୍ ଦେବେ।